ଆଜ୍ଞା ପରିଚୟ ଦେବେ। ମୁଁ ଜଗଜୀବନ ଦାସ ସିପିଆଇଏମ୍ର କେନ୍ଦ୍ରାପଡ଼ାର ଅନ୍ୟତମ ସମ୍ପାଦକ। କ'ଣ ରହିଛି ଆଜି କାର୍ଯ୍ୟକ୍ରମ? ଆଜି କାର୍ଯ୍ୟକ୍ରମ ହେଉଛି ଆମର ଯେ ସର୍ବଭାରତୀୟ ସମ୍ପାଦକ ଥିଲେ କମ୍ରେଡ଼ ସୀତାରାମ ୟେଚୁରୀ, ତାଙ୍କର ତିରୋଧାନ ଘଟିଛି। ତାଙ୍କ ଇଏରେ ଆଜି ଜିଲ୍ଲାସ୍ତରୀୟ ଗୋଟେ ସ୍ମୃତି ସଭା କରାହେବ। କ'ଣ କାର୍ଯ୍ୟକ୍ରମ ରହୁଛି ଆଗକୁ? କାର୍ଯ୍ୟକ୍ରମ ଆମର କାର୍ଯ୍ୟକ୍ରମ ହେଉଛି ଏଇଭଳି ଏକ ଜଂଚରରେ ତାଙ୍କର ନିଧନ ମାତ୍ର 72 ବର୍ଷ ବୟସରେ। ସେଇଟା ଅତ୍ୟନ୍ତ କଷ୍ଟଦାୟକ, କାରଣ ସେ ତାଙ୍କର ବହୁ ବିଷୟରେ ତାଙ୍କର ପଟୁତା ଥିଲା। ସେ ସର୍ବଭାରତୀୟ ସ୍ତରରେ +2ରେ ନମ୍ବର 1 ହେଇଥିଲେ ଏବଂ ଜର୍ଜ ଷ୍ଟିଫେନ୍ସ କଲେଜରୁ ସେ ଗୋଲ୍ଡ ମେଡାଲିଷ୍ଟ ଥିଲେ ଇକୋନୋମିକ୍ସରେ। PhD ସେ JNUରେ କରିଥିଲେ। JNUରେ ଷ୍ଟୁଡେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆର ଦୁଇ ଥର ସେ JNUର ପ୍ରେସିଡେଣ୍ଟ ହେଇଥିଲେ। ଦୀର୍ଘ 12 ବର୍ଷ ଧରିକରି ସେ ରାଜ୍ୟସଭାରେ CPIM ଗ୍ରୁପର ଲିଡର ଥିଲେ। ତେଣୁ ଏବଂ ଧର 9 ବର୍ଷ ହେଲାଣି ସେ CPIMର ଜେନେରାଲ ସେକ୍ରେଟାରୀ ଥିଲେ, ଯିଏକି ସର୍ବୋଚ୍ଚ ସ୍ତରର ନେତା। ଖାଲି ସେତିକି ନୁହେଁ, ଆଜି ଯେଉଁ ଇଣ୍ଡିଆ ମେଣ୍ଟଟେ ହେଇଛି, ସେ ଇଣ୍ଡିଆ ମେଣ୍ଟରେ ସେ ୱାନ୍ ଅଫ୍ ଦ ଯିଏ ପ୍ରଥମରୁ ତା ଦେହରେ ଥିଲେ, ସେ ତା ଦେହରେ ଥିଲେ। ଏବଂ ସବୁ ବିରୋଧ ଦଳ, ଶାସକ ଦଳ ସମସ୍ତେ ତାଙ୍କର କଥାବାର୍ତ୍ତାରୁ ଭଲ ପାଉଥିଲେ। ତାଙ୍କୁ ଏଇଭଳି ଅବସ୍ଥାରେ ଆମେ ତାଙ୍କୁ ହରେଇଲୁ, ସେଥିପାଇଁ ଆମେ ଶୋକାଭିଭୂତ। କିନ୍ତୁ ଆମକୁ ତ ଆଗକୁ ଚାଲିବାକୁ ହେବ। ଆମର ନୀତିକି ଲୋକଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ। ବିଶେଷ କରିକି ଯେଉଁ ନୂଆ ସରକାର ଓଡ଼ିଶାରେ ଆସିଛି, ଏକ ଭୟଙ୍କର ବିପଦ ସୃଷ୍ଟି କରୁଛି। ଏତେ କମ୍ ଦିନ ଭିତରେ 100 କେତେ ଦିନ ଭିତରେ ବାଲେଶ୍ୱରରେ ଦଙ୍ଗା ଗଣ୍ଡଗୋଳ ହେଇଥିଲା, ଏବେ ହେଇ ଭଦ୍ରକରେ ହେଇଛି। ଦଙ୍ଗା କିଏ କରେଇଛି? ଦଙ୍ଗା ମୁସଲିମ କରନ୍ତୁ କି ହିନ୍ଦୁ କରନ୍ତୁ, ସେଇଟାର ଇଣ୍ଟେଲିଜେନ୍ସ କ'ଣ କହୁଛି? ପ୍ରଶାସନକୁ ମଧ୍ୟ ମାଡ଼ ହେଇଛି। ନା ପ୍ରଶାସନ ମାଡ଼ ଖାଉ, ଆମେ ସେ କଥା କହୁନୁ, କିନ୍ତୁ ପ୍ରଶାସନ ଜାଣିପାରିଲେନି କେମିତି ଏମିତି ଗୋଟେ ଦଙ୍ଗା ଦାନା ବାନ୍ଧୁଛି। ବାଲେଶ୍ୱରରେ ହେଲା ପରେ ସେଇଟା ଇନକ୍ୱାରି ହେଲେ ହେବ, ଆମେ କହିପାରିବୁନି। ହେଲେ ବି ଆଗକୁ CPIM କେନ୍ଦ୍ରାପଡ଼ା ଜିଲ୍ଲା ୟେଚୁରୀ ଯେଉଁ ଦେହାନ୍ତ ହେଇଯାଇଛି, ଆପଣଙ୍କର CPIMର କ'ଣ ପ୍ରଭାବ ପଡ଼ିବ? ଆଜି ସୀତାରାମ ୟେଚୁରୀ ସ୍ମୃତି କମିଟି ତରଫରୁ କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଓ ଟାଉନ୍ ହଲ୍ କରୁଛୁ। ଏବଂ ବଡ଼ କଥା ହେଉଛି ଯେ ଆଜି ଆମେ ଏଇଥିପାଇଁ କରୁଛୁ, ଭାରତବର୍ଷରେ ବାମ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ଆନ୍ଦୋଳନର ସେ ଥିଲେ ମହାନ ପ୍ରବକ୍ତା ଥିଲେ। କେବଳ CPIMର ସର୍ବୋଚ୍ଚ ନେତା ଥିଲେ ସେ କଥା ନୁହଁ, ସାରା ଦେଶରେ ଯେଉଁ ବିରୋଧୀ ପକ୍ଷର ଯେଉଁ ଏକଜୁଟ କରିବାରେ ତାଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଥିଲେ କେନ୍ଦ୍ରବିନ୍ଦୁ। ସମସ୍ତ ବିରୋଧୀ ପକ୍ଷ ତାଙ୍କୁ ବହୁତ ସମ୍ମାନ ଦେଉଥିଲେ। କେବଳ ସେତିକି ନୁହଁ ଯେ ଭାରତବର୍ଷରେ ଯେ ସଂଘ ପରିବାର ବିରୁଦ୍ଧରେ, ଭାରତୀୟ ଜନତା ପାର୍ଟିର ଯେଉଁ ଧ୍ରୁବୀକରଣ ରାଜନୀତି ତା ବିରୁଦ୍ଧରେ ଦୃଢ଼ ଭାବରେ ଯଦି କିଏ ସ୍ୱର ଉତ୍ତୋଳନ କରୁଥିଲେ, ସେ ହେଉଛନ୍ତି ସୀତାରାମ ୟେଚୁରୀ। 72 ବର୍ଷ କିଛି ନୁହଁ, ତାଙ୍କର 72 ବର୍ଷ ନିଧନ ଦେଶର ଗୋଟେ ଗୁରୁତ୍ୱପୂର୍ଣ୍ଣ ଶୂନ୍ୟସ୍ଥାନ ସୃଷ୍ଟି କଲା। ସୀତାରାମ ୟେଚୁରୀଙ୍କ ଅବର୍ତ୍ତମାନ ଭାରତବର୍ଷର ଏଇ ଯେଉଁ ବିରୋଧୀ ରାଜନୈତିକ କେନ୍ଦ୍ରକୁ ଏକଜୁଟ କରିବା, ମେହନତି ମଣିଷ, ଶ୍ରମଜୀବୀ ମଣିଷର ଆନ୍ଦୋଳନକୁ ଆଗେଇ ନେବାରେ ବାଧା ସୃଷ୍ଟି ହେଲା। ଆମେ ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ଏହି ଶ୍ରଦ୍ଧା ନିବେଦନ କଲାବେଳେ କହିବୁ ଯେ ସମସ୍ତେ ଜଣେ ଜଣେ ସୀତାରାମ ୟେଚୁରୀ ହୁଅନ୍ତୁ ଏବଂ ଏ ଦେଶର ଆଜିର ଦୁର୍ଦ୍ଦିନରେ ସମସ୍ତେ ନିଜେ ଦେଶକୁ ଏକଜୁଟ କରିବାରେ, ଆଗେଇ ନେବାରେ ଭୂମିକା ନିଅନ୍ତୁ। ଏଇଟା ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି।